1997 ଯେତେବେଳେ ବିଜୁ ଜନତା ଦଳ ଗଠନ ହୋଇଥିଲା ସେତେବେଳେ ତା ପୂର୍ବରୁ ମଧ୍ୟ ବିଜୁବାବୁଙ୍କ ଦେହାନ୍ତ ପରେ ବହୁ ଲୋକ ଚିନ୍ତା କରୁଥିଲେ ଦଳ ଆଉ ରହିବ କି ନାହିଁ। ତାପରେ କିଛି ନେତାମାନେ ମିଶି ବିଜୁ ଜନତା ଦଳ ନାମରେ ଏକ ଆଞ୍ଚଳିକ ଦଳ ଗଠନ କଲେ, ଯାହା ସାରା ଭାରତରେ ପ୍ରଶଂସାର ପାତ୍ର ହୋଇପାରିଲା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଆଜିର ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଶ ବିଦେଶରେ ବହୁତ ନାମ କମେଇଲେ ଓଡ଼ିଶା ପାଇଁ। ତେଣୁ ଓଡ଼ିଶା ଆଜି ଯଦି ଗର୍ବିତ ହୋଇଥିବ 2000 ମସିହା ଠାରୁ 2024 ମସିହା ପର୍ଯ୍ୟନ୍ତ ନିଶ୍ଚିନ୍ତ ରୂପେ ଏକ ସ୍ୱର୍ଣ୍ଣାଭ ଦିନ ବା ସ୍ୱର୍ଣ୍ଣାଭ ବର୍ଷ ଭାବେ ଆମେ ବିବେଚନା କରୁଛୁ। ସେତେବେଳେ ନବୀନ ବାବୁଙ୍କର ଯେଉଁ ଭିଜନ୍ ଥିଲା ଏବଂ ସେ ଭିଜନକୁ କାର୍ଯ୍ୟକାରୀ କରିବା ପାଇଁ ଆପଣମାନେ ଦେଖନ୍ତୁ କଟକ SCB ମେଡ଼ିକାଲ କଲେଜ ହେଉ ବା କଟକର ବସ୍ ଷ୍ଟାଣ୍ଡ ହେଉ, ପୁରୀ ଜଗନ୍ନାଥ ମନ୍ଦିରର ଡେଭଲପମେଣ୍ଟ ହେଉ ବା ବିଭିନ୍ନ ଓଡ଼ିଶାର କୋଣ ଅନୁକୋଣରେ ଯେଉଁ ରହିଛି ପର୍ଯ୍ୟଟନ ସ୍ଥଳୀ ବା ମନ୍ଦିର ରହିଛି ତାକୁ ଡେଭଲପ୍ କରିବା ପାଇଁ ହେଉ, ରାସ୍ତାଘାଟର ଡେଭଲପ୍ ହେଉ କିମ୍ବା ମେଡ଼ିକାଲର ସୁବ୍ୟବସ୍ଥା ହେଉ, ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇ ଆମେ ଯାହାକୁ ଚିନ୍ତା କରୁଛୁ କି ଆଉ 10 ବର୍ଷ ପରେ ହେବ ତାକୁ ମାନ୍ୟବର ସଭାପତି ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିଲେ। ଏବଂ ସେତେବେଳେ ଆପଣମାନେ ଦେଖିଥିବେ ବିଭିନ୍ନ ସମୟରେ ବିଭିନ୍ନ ଡିଜାଷ୍ଟର ଆସିଛି, ସେ ଫନି ହେଉ ବା ହୁଡ଼ୁହୁଡ଼ୁ ହେଉ ବା ତିତିଲି ହେଉ, ବିଭିନ୍ନ ଡିଜାଷ୍ଟର ସମୟରେ ଯେତେବେଳେ ମହାବାତ୍ୟା ଆସିଥିଲା, ମହାବାତ୍ୟା ଠାରୁ ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସରକାର ସେତେବେଳର ସରକାର ଯେଉଁ ଯେଉଁ ପଦକ୍ଷେପ ନେଉଥିଲେ ନିଶ୍ଚିତ ରୂପେ ଭାରତ ବର୍ଷ କେବଳ ନୁହେଁ ବିଶ୍ୱ ସ୍ତରରେ ଡିଜାଷ୍ଟର ମ୍ୟାନେଜମେଣ୍ଟ କରିବାରେ ନବୀନ ପଟ୍ଟନାୟକ ସରକାର 1 ନମ୍ବର ଥିଲେ ବୋଲି ସେତେବେଳେ ସମସ୍ତଙ୍କର ଭୂୟସୀ ପ୍ରଶଂସା ଗୋଟେଇଥିଲେ। ତେଣୁ ଆଜି ସରକାର ନାହିଁ ଯେ ଠିକ୍ ଅଛି, କିନ୍ତୁ 5 ବର୍ଷ ତ 5 ଥର ତ ମୁଖ୍ୟମନ୍ତ୍ରୀ ଥିଲେ ନା, ଏବଂ ବିଭିନ୍ନ ସମୟରେ ଗୋଟେ ଗୋଟେ ଅବଷ୍ଟାକଲ ଆସେ ଯେଉଁଠିକି ଦଳ ପରାଜିତ ହେଇଛି। ଠିକ୍ ଅଛି, ପୁଣି ଦଳ ତା ବଳ ଗୋଟେଇ ପୁଣି ନିଶ୍ଚିନ୍ତ ରୂପେ 2029 ମସିହାରେ ପୁଣି ଦଳ କ୍ଷମତାକୁ ଫେରିବେ ବୋଲି ଆମେ ଆଶା କରୁଛୁ। ନିଶ୍ଚିନ୍ତ ରୂପେ ଆପଣଙ୍କର ପ୍ରଭାତ ବିଶ୍ୱାଳ କିଛି କଥା କହିଛନ୍ତି, ବରିଷ୍ଠ ନେତା ବଦ୍ରି ପାତ୍ର କିଛି କଥା କହିଛନ୍ତି, ରାଜ୍ୟସଭା ସାଂସଦ ମୁନା ଖାଁ କିଛି କଥା କହିଛନ୍ତି, ଦୋମୁଣ୍ଡିଆ କଥା ମଧ୍ୟ କହିଛନ୍ତି। ନିଶ୍ଚିନ୍ତ ରୂପେ କେଉଁଠି ନା କେଉଁଠି ନବୀନ ବାବୁ ଟିକେ ହସ୍ତକ୍ଷେପ କରିବା ଦରକାର। ଯେଉଁମାନେ ଏସବୁ ବିବୃତ୍ତି ରଖୁଛନ୍ତି ଏବଂ ଯେଉଁ PSC କମିଟି ଅଛି ସେ କମିଟିର ସଦସ୍ୟମାନେ ଯେଉଁମାନେ ଅଛନ୍ତି, ଯେଉଁ 5-7 ଜଣ କମିଟି ମେମ୍ବର ମାନେ ଅଛନ୍ତି ତାଙ୍କୁ ମଧ୍ୟ ଡାକିବା ଆବଶ୍ୟକ କି କ'ଣ ପାଇଁ ଏ ପ୍ରକାର ପରିସ୍ଥିତି ଉପୁଜିବା ପାଇଁ ଯାଉଛି ଏବଂ କ'ଣ ପାଇଁ ଡେ ଟୁ ଡେ ଲୋକମାନେ ଦଳ ଛାଡ଼ୁଛନ୍ତି। ଏବଂ ବିଭିନ୍ନ ଆପଣମାନେ ଦେଖିବେ ପଞ୍ଚାୟତ ସ୍ତରରେ ହେଉ ବା ମ୍ୟୁନିସିପାଲିଟି ସ୍ତରରେ ହେଉ, ବିଭିନ୍ନ ସ୍ତରରେ ବର୍ତ୍ତମାନ କର୍ମୀମାନେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି। ଏବଂ କ'ଣ ଅସୁବିଧା ହେଉଛି ବିଜୁ ଜନତା ଦଳର କେଉଁଠି ଲାଖୁନା ରହୁଛି ବା କେଉଁଠି ଭୁଲ ରହୁଛି, ତ୍ରୁଟି ରହୁଛି ତାକୁ ସୁଧାରିବା ଆବଶ୍ୟକ। PSC କମିଟି ବସିବା ଦରକାର। PSC କମିଟିର କ'ଣ ନିର୍ଦ୍ଦେଶ ହେଲା ତାକୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ଆମ ବିଜୁ ଜନତା ଦଳର ସଭାପତିଙ୍କୁ ତାଙ୍କୁ ମଧ୍ୟ ଜଣାଇବା ଆବଶ୍ୟକ। ଏସବୁ କଲେ ନିଶ୍ଚିନ୍ତ ରୂପେ ଯେଉଁଠି ଯାହା ଭୁଲ ଥିବ ନିଶ୍ଚିନ୍ତ ରୂପେ ସୁଧାର ଆସିପାରିବ। ଶୁଣନ୍ତୁ, ପ୍ରଥମ କଥା, ସୁଜାତା କାର୍ତ୍ତିକାନ ବିଜୁ ଜନତା ଦଳ ପାଇଁ ବିଜୁ ଜନତା ଦଳ ପାଇଁ ଗୋଟେ ଆସେଟ୍ ହେବ। କାହିଁକି ନା ମୁଁ କହୁଛି, ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ ଏବଂ କାହା କଥାରେ ସେ ପ୍ରଶାସନିକ ଅଧିକାରୀ ଆଉ ବହୁ ବର୍ଷ ଚାକିରି ଥିଲା, ଚାକିରି ଛାଡ଼ିଛନ୍ତି। ତେଣୁ କାହା କଥାରେ ଚାକିରି ଛାଡ଼ିଦେବେ, ଏମିତି ତ ମନକୁ ଚାକିରି ଛାଡ଼ି ନାହାନ୍ତି। ତେଣୁ ଯେଉଁ ଲୋକଟି ଚାକିରି ଛଡ଼ାଇବା ପାଇଁ କହିଥିବ ନିଶ୍ଚିନ୍ତ ତ ସେ ତାକୁ ରାଜନୀତିରେ ଥଇଥାନ କରିବା ପାଇଁ ଚିନ୍ତା କରିଥିବ। ମୁଁ ଭାବୁଛି ସେ ରାଜନୀତିକୁ ଆସିଲେ କିଛି ଖରାପ ହେବନି। ସେ ମୋ ଅଞ୍ଚଳର ଝିଅ, ଯଦି ଭାରତୀୟ ଜନତା ପାର୍ଟିରେ ଜଣେ ବୋହୂ ଯାଇକିରି ସାଂସଦ ହୋଇପାରୁଛି
भुवनेश्वर भली मुंड जगार तेणु से राज्यसभा जीवा सुजाता मैडम राज्यसभा जीवार असुविधा कौट रहा दलर नेतृत्व किए नब बर्तमान तो पर्यंत नवीन पट्टनायक नौ तेणु आम बर्तमान नवीन पट्टनायक नेतृत्व अच्छु बर्तमान नवीन पट्टनायक जो भोजी होता से आपने देखिथे नवीन पट्टनायक जिंदाबाद विजु जनता दल जिंदाबाद ता छड़ा तो किसी द्वितीय कथा आलोचना है तेणु पछरे कौन हम किए देखी काले काली राति पाइले कौन घट वर्ष पर कौन घट 5 वर्ष पर कौन घट आम एपटर कहवाटा भूल हम तेणु निश्चिंत रूपे से राज्यसभा गले आमर किसी ये ना जेहेतु मो अंचल झील तेणु गले निश्चिंत रूपे भल हम।